ନମସ୍କାର, ମୁଁ ରତିକାନ୍ତ ସେଠୀ। ଏକ ସୁନ୍ଦର କାହାଣୀଟିର ନାମ ହେଉଛି ପିତାମାତା ଭଗବାନ। ପିତାମାତା ହେଉଛନ୍ତି ଭଗବାନ। କାହାଣୀଟିକୁ ଆଗକୁ ବଢ଼େଇବା ପାଇଁ ଅଧ୍ୟାୟ 2କୁ ଯିବା, ତୃତୀୟ ଅଧ୍ୟାୟକୁ ଯିବା। ଦ୍ୱିତୀୟ ଅଧ୍ୟାୟକୁ ଯିବା ଆଗରୁ ପ୍ରଥମ ଅଧ୍ୟାୟରୁ କିଛି କଥା ଆମେ ଜାଣିନେବା। ଗୋଟେ ଗରିବ ପିଲା ଥିଲା। ତାର ବାହାଘରକୁ 8 ମାସ ହେଇଛି। ଏବେ ଆମେ ଦ୍ୱିତୀୟ ଅଧ୍ୟାୟକୁ ଯିବା। ସେ ଗରିବ ପିଲାଟିର ବାହାଘରକୁ 8 ମାସ ହେବା ପରେ ତାଙ୍କ ମାଆଙ୍କର ମୃତ୍ୟୁ ହୋଇଯାଇଥିଲା। ସେ ଗରିବ ପିଲାଟି ବହୁତ ଭାଙ୍ଗି ପଡ଼ିଥିଲା। ତାଙ୍କର ଯିଏ ପତ୍ନୀ, ସିଏ ଭାବିଲେ ନିଜେ ଯାଇ ତାଙ୍କ ବାପାଙ୍କ ଘରକୁ ଏ ଦୁଃଖ ଖବର ଜଣାଇବା ପାଇଁ, ନିମନ୍ତ୍ରିତ କରିବା ପାଇଁ ସିଏ ଯିବେ। ଏହା ଭାବି ସିଏ ଯିବା ପାଇଁ ବାହାରିଲେ। ସେ ନୂଆ ବୋହୂଟି ଚାଲି 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 କିଛି ଦୂର ଗଲା ପରେ ଗୋଟେ ନଦୀ ପଡ଼ିଲା। ତାଙ୍କ ଘରକୁ ଯିବା ପାଇଁ ହେଲେ ଗୋଟେ ନଦୀକି କ୍ରସ୍ କରିକି ଯାଇତେ ପଡ଼େ। ଗୋଟେ ନଦୀ ପାର ହେଇକି ଯିବାକୁ ପଡ଼ିଥାଏ। ସେ ନଦୀରେ ଡଙ୍ଗା ଚାଲେ, ନାଉରିଆମାନେ ଡଙ୍ଗା ଚଲାନ୍ତି। କିନ୍ତୁ ସେ ନଦୀରେ ସନ୍ଧ୍ୟା ହେଲେ ଡଙ୍ଗା ଚାଲିବ ନାହିଁ। ରାତିରେ ଡଙ୍ଗା ଚାଲିବ ନାହିଁ, ଯାହା ଦିନରେ ଚାଲିପାରିବ ଡଙ୍ଗା। କିନ୍ତୁ ଇଏ ନୂଆ ବୋହୂଟି ଚାଲି ଚାଲିକା ସନ୍ଧ୍ୟା ହେଇଗଲାଣି। ଯାଇ ସେଠି ପହଞ୍ଚିଲା। ନଦୀ କୂଳରେ ଦେଖିଲା କୌଣସି ଡଙ୍ଗା ନାହିଁ। ପାର କରିବ କେମିତି? ଉପରେ କଳା ବାଦଲ ଛାଇ ଆସିଲାଣି। ମେଘ ବର୍ଷା ଉଠେଇଲାଣି। ସେ ଆଉ କିଛି ନ ଭାବିକି ସେ ନଦୀ ଭିତରକୁ ସେ ପଶିଲା। ନଦୀ ପାଖିଆ ଛୁଆ, ସେ ପହଁରା ଶିଖିଛି। ଅଳ୍ପ ପାଣି ଅଛି, ଆରାମସେ ପାର ହେଇଯିବ। ସେ ସେୟା ଭାବିଲା। କାହିଁକି ନା ସିଏ ତାଙ୍କ ଗାଁ ପାଖରେ ସେ ନଦୀ, ଆଉ ସେ ଛୁଆଟି ବେଳୁ ସେଇ ନଦୀରେ ହିଁ ସେ ଗାଧାନ୍ତି, ପହଁରା ଶିଖିଛନ୍ତି ସେଇ ନଦୀରେ। ଇଏ ସେୟା ପଶିବା ଧୀରେ ଧୀରେ ଯେତେବେଳେ ମଝି ନଦୀରେ ହେଇଛି, ସେ ନୂଆ ବୋହୂଟି ଯେତେବେଳେ ମଝି ନଦୀରେ ହେଇଛି, ହଠାତ୍ ବର୍ଷା ହେବାକୁ ଲାଗିଲା। ବର୍ଷା ଉଠେଇଥିଲା, ବର୍ଷା ହେଲା ବହୁତ ଜୋରେ। ପାଣିରେ ସୁଅ ମାଡ଼ି ଆସିଲା। ନୂଆ ବୋହୂଟି ପହଁରା ଶିଖିଛି, ପହଁରି ପହଁରି ଯାଉଛି। ପାଣିର ସୁଅ ଯେତେବେଳେ ମାଡ଼ି ଆସିଲା, ସେ କ'ଣ କରିବ ଆଉ କିଛି ନ ଭାବିପାରିକି ତା ଗୋଡ଼ରେ ସବୁବେଳେ ତାର ଯେଉଁ ଦେହର ଲୁଗାଟା ଛନ୍ଦି ହେଇଯାଉଛି। ଜୀବନ ବଞ୍ଚେଇବା ତା ପାଇଁ ବହୁତ ମୁସ୍କିଲ ହେଇଗଲା। ସିଏ ତା ଦେହରୁ ଲୁଗା ଖୋଲି ଦେଇକି ହାତରେ ଧରିକି ସେ ପହଁରି ପହଁରି ନଈ ସେପାରି ତାଙ୍କ ଗାଁ ସେପଟେ ତୁଠରେ ସେ ପହଞ୍ଚିଗଲା। ସେଠି ଯାଇ ଫେର ସେ ଲୁଗା ପିନ୍ଧିକି ତାଙ୍କ ଘର ପାଖରେ, ଘର ମୁଖେ ସେ ଗଲା। ପୁରା ଉଦା ଜୁଡ଼ୁବୁଡ଼ୁ ହେଇଛି। ତାକୁ ଦେଖିଲେ, ତାଙ୍କ ଗାଁର ଲୋକ ଦେଖିଲେ, ତୁ ରାତିରେ ନଦୀ ବାଟେ କେମିତି ଆସିଲୁ? ତୁ ପହଁରିକି ଆସିଲୁ ନା? ଏ ନୂଆ ବୋହୂଟି କହିଲା, ହଁ, ଡଙ୍ଗା ଚାଲୁନଥିଲା, ସେଥିପାଇଁ। ତାଙ୍କ ଘରକୁ ଜଣେଇଲେ। ତାଙ୍କ ବାପା ଆସିଲେ, ତାଙ୍କ ମା ଆସିଲେ। ତାଙ୍କ ମା ଆସିକି କହିଲେ, ତୋ ପେଟର
5 ମାସର ପିଲା ଅଛି, ତୁ ଏତେ ସାହସ କଲୁ କେମିତି? ସେ ଝିଅଟା ବହୁତ ସାହସୀ ଥିଲା। ସେ ଯେଉଁ ନୂଆ ବୋହୂଟି ବହୁତ ସାହସୀ ଥିଲା, ଠାକୁରଙ୍କୁ ବି ବହୁତ ଭକ୍ତି କରେ। ସେ ତାକୁ ଘରକୁ ନେଇଗଲେ, ତା ଡ୍ରେସ୍, ତା କପଡ଼ା ଚେଞ୍ଜ କରେଇଲେ। ତାପରେ ତାକୁ କହିଲେ, ତମ ଘରେ ଏମିତି ଅସୁବିଧା ହେଇଛି, ତୁ ଏମିତି ସାହସ କରିବା ଉଚିତ ନୁହେଁ। ତାପରେ ବି ତୋ ପେଟରେ ପିଲାଟେ ଅଛି, ଏମିତିଆ ସାହସ କରିବା ଉଚିତ ନୁହେଁ। ତୁ ଏବେ ଆଉ ଯାଇପାରିବୁ ନାହିଁ। ତାଙ୍କ ବାପା ଏ କଥା କହିଲେ। ଇଏ କହିଲା, ନା ମୁଁ ପଳେଇ ଯିବି, ରାତିଟା ତ ରହିବି, ସକାଳୁ ଉଠିଲେ ମୁଁ ପଳେଇବି। ତାଙ୍କ ବାପା, ତାଙ୍କ ଦାଦା, ସେ ସରକାରୀ ବିଭାଗରେ ଚାକିରି କରିଥିଲେ। ତାଙ୍କ ବାପା ସକାଳୁ ଉଠିଲେ, ତାଙ୍କୁ ସବୁ ବିଲ, ଚାଷ ଜମି ସବୁଆଡ଼େ ତାକୁ ବୁଲେଇତେ ନେଲେ। ତା ମନଟାକୁ ଟିକେ ଖୁସି ରଖିବା ପାଇଁ, ତାକୁ ଟିକେ ତା ମନଟାକୁ ଟିକେ ଚେଞ୍ଜ କରାଇବା ପାଇଁ, କାହିଁକି ନା ସେ ଚାକିରିରେ ପଳେଇ ଯିବେ, 10ଟା ବେଳେ ସେ ଚାକିରିରେ ପଳେଇବେ। ସେଥିପାଇଁ ତାଙ୍କ ଝିଅକୁ ନେଇକି ଚାଷ ଜମି, ତାଙ୍କର ସେପଟେ ଆଖୁ ଚାଷ ହୁଏ, ମକା ଚାଷ ହୁଏ, ବାଦାମ ହୁଏ, ଦୁନିଆ ପ୍ରକାର ପନିପରିବା, ଫଳମୂଳ, ସବୁ ପ୍ରକାର ଚାଷ ହୁଏ। ତା ମନଟାକୁ ଘରେ ରଖିବା ପାଇଁ, ତାକୁ ଘରେ ରଖିବା ପାଇଁ ତାକୁ ତା ବାପା ବହୁତ ବୁଝେଇଲେ। କହିଲେ, ତୁ ଏବେ ଆଉ ଯାଇପାରିବୁ ନାହିଁ। ତୁ ଝିଅ ଥା, ମୁଁ ଆସେ, ଚାକିରିରୁ ଆସେ, ତତେ ମୁଁ ନେଇଯିବି ସାଙ୍ଗରେ। ଝିଅ ରାଜି ହେଇଗଲା, କହିଲା, ବାପା ଠିକ୍ ଅଛି, ତମେ ଆସ, ଦିନେ 2 ଦିନ ଭିତରେ ତମେ ପଳେଇ ଆସ, ଚାକିରିରୁ ଛୁଟି ନେଇକି ପଳେଇ ଆସ। ଆଉ ମୋ ଶାଶୁ ମା ମରିଯାଇଛନ୍ତି, ମୋ ଶାଶୁ ମାଆର ଶୁଦ୍ଧିକ୍ରିୟାରେ ଭଲ ଭାବରେ ଆୟୋଜନ କରିବା, ଏଇଟା କରିବା ନିହାତି ଦରକାର। ସେଥିପାଇଁ ମୁଁ ବାପା ତମ କଥା ମାନିକି ମୁଁ ଘରେ ରହୁଛି, ନହେଲେ ମୋର ଟିକେ ରହିବା ପାଇଁ ଇଚ୍ଛା ନାହିଁ ଏଠି। ବାପା କହିଲେ, ତୁ ଏମିତି କାହିଁ କହୁ, କ'ଣ ହେଇଛି ତ? ତାଙ୍କ ଝିଅ, ଯେଉଁ ନୂଆ ବୋହୂଟି, ତାଙ୍କ ଝିଅ କହିଲା ଯେ, ବାପା, ମୋ ଶାଶୁ ମା ଯିଏ ଥିଲେ, ସିଏ ଗୋଟେ ଦେବୀ ରୂପରେ ଥିଲେ, ଭଗବାନ ସିଏ ଥିଲେ, ସିଏ ମୋ ପାଇଁ ଭଗବାନ ଥିଲେ। ମୁଁ ସେଥିପାଇଁ ମୋ ମନ ବହୁତ ଦୁଃଖ। ତମେ ବାପା ମୋ କଥା ମାନ, 2-3 ଦିନ ଭିତରେ ତମେ ପଳେଇ ଆସ। ତମେ 2-3 ଦିନ ଭିତରେ ଯଦି ନ ଆସିପାରିବ, ତାହେଲେ ମୁଁ ପଳେଇବି। ତମେ ଯେତେ ନାଉରିଆ ବାଲାଙ୍କୁ କହିଥାଅ, ଡଙ୍ଗା ବାଲାଙ୍କୁ କହିଥାଅ ମୋତେ ନଦୀ ପାର ନ କରିବା ପାଇଁ, ମୁଁ ଯେମିତି ଆସିଥିଲି ସେମିତି ମୁଁ ପହଁରିକି ପଳେଇବି। ତାଙ୍କ ବାପା ଏ କଥା ଶୁଣିକି କହିଲେ, ଝିଅ, ମୁଁ ତୋର ବାପା, ତୋର ମନ କଥା ମୁଁ ବୁଝିପାରୁଛି, ମୁଁ ନିଶ୍ଚୟ ଆସିବି। ତୁ 3 ଦିନ ଅପେକ୍ଷା କରିକି ଥା, ମୁଁ ନିଶ୍ଚୟ ଆସିବି। ଏହା କହିକି ବାପା ଚାକିରିରେ ପଳେଇଲେ। ଝିଅ ଅପେକ୍ଷା କରିକି ବସିଛି, ବାପା ଆସିବେ। ଏପଟରେ ମନ ଦୁଃଖ ବହୁତ, କାନ୍ଦୁଛି ବି, ମନେ ମନେ ବି କାନ୍ଦୁଛି ଝିଅ। ତାଙ୍କ ଶାଶୁ ମା ମରିଯାଇଛନ୍ତି ବୋଲି। ଅଧ୍ୟାୟ 3କୁ ଅପେକ୍ଷା କରନ୍ତୁ। 3ୟ ଅଧ୍ୟାୟକୁ ନିଶ୍ଚୟ ଶୁଣିବେ। ନମସ୍କାର।